हरि ओ नमो भगवते वासुदेवाय ओं नमो भगवते श्री महापुरुष अच्युतानंदाय जगन्नाथ अच्युतानंद महापुरुष की जय। तो सज्जन मंडली आम प्रथम क्लिप्र अवशिष्टांश आम आलोचना करने जाऊँ आप श्रवण करवा हे। गणेश नायक पुणी से पटा मुंडाईर आबर भकत छंती धरणी खिलार राज जगु लभक्षण भकत छंती बगुलिया कर्म करी से पेट को पोषंती। महापुरुष कहले गणेश नायक अच्छी भक्त गोटे पटामुंडाईर आबर भक्त धरणी खिलार अच्छी राम जगु इलक्षण भक्त मोर से पटामुंडी अच्छा कौन कर सी भगवान काम करूना वासुदेव काम करूना मो काम कौन कर किसी करूना मो काम भगवान पता लक्ष्य ना भक्त बोली से जापार बगुलिया कर्म कर पेट को पोषुंट आकु मार ताकु धर ताठू आने ठगिकी आने चली सेठा बरु गोल चहल कोलियोठा ग्राम सुबास बेहरा अच्छी भकत उत्तम सेठा बरु कोलियोठा ग्राम पाखे गोटा भक्त मोर अच्छी भक्त केते देखु भक्त थे कौन हम विभिन्न कर्म सब लिप्त रही समस्ते कौन ठाकुर डाकुंट सुबास बेहरा अच्छी उत्तम भक्त से स्त्री लंपटिया से सरल हृदय निष्काम भक्ति तार हृदय नाही भय। मो भक्त जी हम बा मो मालिका वर्णित जो भक्त मान सब अच्छा 300 भक्त से माने कहा डरती से माने कहा दुनिया डरवे ना से माने रोकठोक कथा कहती एवं किसी भक्त मोर अच्छा एमतिया जे अपकर्म कर चलती आउ चारा ना निज कर्म को से भूली जाऊँ तेणु आउ कौन करेंगे ना निष्काम भक्ति तार हृदय नाही भय स्त्री लंपटिया से ही सरल हृदय छवि छठा बरे हीरा कूदऊ छुड़ीव ये ओडिशा अर्धभाग जलमग्न हेब। महापुरुष कहले 26 मसीह स्पष्ट ये कहते आप देखु जे 26 रे हीराकू जल उछुल अधे अधे ओडिशा जलमग्न हो धन जन नष्ट हेब बाबुरे कहली बुझाई दिन च्युति कही आउ बेसी बेल नाही दुई डाहाण को तीनी सुन एक रख संपूर्ण सत्य प्रकाश होइब प्रत्यक्ष। महापुरुष कहले जे आउ बेल अधिक ना 2000 बेलू 2 डाहाण को 3 शून्य 1 10 100 1000 2000 बेलू सत्य धीरे धीरे प्रकाश हम तेणु ये 2026 मसीह खंड प्रलय हम यह संपूर्ण सत्य। बलदेव राजा हेबे दिल्ली सिंहासन बीणा धरी नारद जे करिवे गायन। महापुरुष कहले ये जो मोदी राजू से ये आम जो अच्छा जिते साधु कौन अच्छा जी सब माने होउचंती कौन प्रधानमंत्री से मुख्यमंत्री सी आज्ञा कहीं रही। महापुरुष कहले मनीष रूप से बलदेव राजा हेबे कान्हू परिचार बसब सुधर्मा सभा जाजपुर ठार बीणा बाई नारद छामुरे नाचिबे अरे कली जुग हटि जाई सत्य प्रकाशिबरे भक्त माने रहिबे
ଅତ୍ୟନ୍ତ ଉଲ୍ଲାସରେ କହିଲେ କଳିଯୁଗ ହଟିଯାଇ ସତ୍ୟ ପ୍ରକାଶ ହେବ। ଏଣୁ ବଳଦେବ ରାଜା ହେବେ ଦିଲ୍ଲୀ ସିଂହାସନରେ। ଏଣୁ ବହୁ କଷ୍ଟ ପାଉଛନ୍ତି ଭକ୍ତମାନେ। ଅଳ୍ପ ଦିନରେ ଦୁଃଖ କଷ୍ଟ ସବୁ ଦୂର ହେଇଯିବ। ଇଏ କଳି ହଟିବ, ଯୁଗ ଅନ୍ତ ହେବ, ଦିନ ଅଛନ୍ତି କାମନା ପୂର୍ଣ୍ଣ ହେବ। ଏ ଚେତୁଥିବେ ଭକ୍ତଗଣ ଦିନ ଗଣୁଥିବେ, ସେ ଯେ କଳଙ୍କିକୁ ଧ୍ୟାଇ ଉଦ୍ଧାର ପାଇବେ। ଭକତ ମୋର ଅଛନ୍ତି ମଣିନଗରର, ଆବର ଭକତ ଅଛନ୍ତି କେଶୁରା ଗ୍ରାମର। ଥୋକେ ଭକତ ଅଛନ୍ତି କୁଆଖାଇ କୂଳ, ଆବର ଅଛନ୍ତି ଭକତ ଭୁବନେଶ୍ୱରର। ମହାପୁରୁଷ କହିଲେ ବାବୁରେ ପୁରୀରେ ଭକ୍ତ ମୋର ଅଛନ୍ତି, ସେ କଳ୍କିନା ଆମକୁ ଧାଉଛନ୍ତି। ଭକ୍ତ ମୋର ମଣିନଗରରେ ପୁରୀ ଅଛନ୍ତି, ଆବର ଭକ୍ତ କେଶୁରା ଗ୍ରାମରେ ଅଛନ୍ତି। ଆଉ କେଉଁଠି ନା ପୁରୀ ରହିଛନ୍ତି ଥୋକେ କୁଆଖାଇ କୂଳ ଠାରେ, ଆଉ ପୁରୀ ଅଛନ୍ତି ଭୁବନେଶ୍ୱରରେ। ଗରିଷ୍ଠ ଭକତ ଏକ ଋଷି ଆଶ୍ରମର, ଚନ୍ଦ୍ରଭାଗା ନଦୀ କୂଳ ମନରେ ବିଚାର। ଶୁକଦେବ ଭକ୍ତ ଅଛି ଓଲରା ହାଟର, ବରୁଡ଼ି ପଦା କୈବର୍ତ୍ୟ ମୂଷା ନାମ ତାର। ବିଦ୍ୟାଧର ରହିଅଛି ରାହାଣ ଗ୍ରାମର, ଚିହ୍ନା ଅଚିହ୍ନାରେ ଅଛି ମାୟା କଳେବର। ମହାପୁରୁଷ କହିଲେ ଚନ୍ଦ୍ରଭାଗା ନଦୀ କୂଳରେ ମୋର ଗୋଟେ ବରିଷ୍ଠ ଭକ୍ତ ବା ଗରିଷ୍ଠ ଭକ୍ତ ଅଛି। ଶୁକଦେବ ଅଛି ଓଲରା ହାଟରେ, ବରୁଡ଼ି ପଦା କୈବର୍ତ୍ତ ମୂଷା ନାମ ତାର। ଆଜି ବିଦ୍ୟାଧର ରହିଛନ୍ତି ରାହାଣ ଗ୍ରାମରେ, ଚିହ୍ନା ଅଚିହ୍ନାରେ କେହି ତାକୁ ଚିହ୍ନୁନାହାନ୍ତି, ଲୁଚିକିରି ଅଛନ୍ତି ପୁରା ମଣିଷ ରୂପରେ। ମୂଷା ମୂଷା ନାଁ କି ମୂଷା ନାମ ତାର, ଆଉ କୈବର୍ତ୍ତ ମୂଷା କେଉଁଠର ମୂଷା, କିନ୍ତୁ ପ୍ରକୃତ ସେ ମହାପୁରୁଷଙ୍କର ଭକ୍ତ, ଚିହ୍ନା ଚିହ୍ନା ରହିଛି। ତାକୁ କେହି ନ ଚିହ୍ନନ୍ତି ସେ ପରମ ଜ୍ଞାନୀ, ବାରଣ ବେଳରେ ଲୀଳା ପ୍ରକାଶିବ ପୁଣି। ହରିହରି ବୋଲ। ବାଲିକୁଦ ଗ୍ରାମେ ପୁଣି ସେ ଈଶ୍ୱର ପୁରା, ଗୁନି ଲଗା ମହାନ୍ତି ଯେ ଭକତ ମୋହର। ଜୟ ମହାପୁରୁଷ ସ୍ୱାମୀଜୀ କି ଜୟ। କହିଲେ ତାକୁ କେହି ଚିହ୍ନି ପାରୁନା, ସେ ପରମ ଜ୍ଞାନୀ, ବାରଣ ବେଳରେ ଲୀଳା ପ୍ରକାଶ ହେବ। ବାଲିକୁଦ ଗ୍ରାମରେ ପୁଣି ଈଶ୍ୱରପୁରରେ ଗୁନିଲତା ମହାନ୍ତି ବୋଲି ଏକ ଭକ୍ତ ମୋର ଅଛି। ସାକ୍ଷୀ ଗୋପାଳ ନିକଟ ବାସୁଦେଇପୁର, ବଣିଆ ସାହିରେ ନଟ ବର ଭକ୍ତ ମୋର। ନାଉଗାଁ ଚାନ୍ଦପୁର ପ୍ରସନ୍ନ ନାୟକ, ଭକତ ମଧ୍ୟରେ ସେହି ଅଟଇ ବିବେକ। ମହାପୁରୁଷ କହିଲେ ସାକ୍ଷୀ ଗୋପାଳ, ସାକ୍ଷୀ ଗୋପାଳ ଗୋଟେ ବାସୁଦେବପୁର ଅଛି। ବାସୁଦେବପୁରରେ ବଣିଆ ସାହିରେ ନଟବର ବଣିଆ ବୋଲି ଗୋଟେ ଭକ୍ତ ମୋର ଅଛି। ନାଉଗାଁ ଚାନ୍ଦପୁରରେ ପ୍ରସନ୍ନ ନାୟକ ଅଛି, ଭକ୍ତ ମଧ୍ୟରେ ସେ ମଧ୍ୟ ଅଟେ ଭାରି ବିବେକ। ଏ ମନୁ ପାଣ୍ଡେ ରହିଅଛି କଟିକଟା ଠାର, ପଶ୍ଚିମ ଖଣ୍ଡ ଭୋଳ ଯେ ସେ ଯେ ଅସୁରେଶ୍ୱର। ବାଲିଡିଆଁ ଠାରେ ଅଛି ମାଧିଆ ବେହେରା, ତାନ୍ତ୍ରିକ ଭକତ ଅଟେ ଠିକ ବେଳେ ଧରା। ଜୟ ଜଗନ୍ନାଥ। ଠୁଳ ପଣ୍ଡା ନେନ୍ଦରାଜେ ବାଉଁଶ ବେଦୀ, ବାଲିକୁଦା ଶମ୍ଭୁ ସାହୁ ମୋ ଭକତ ରହିଛି। ଦୁଇ ଗୋଟି ପତ୍ନୀ ତାର ଅଟଇଟି ଜାଣ, ବିବେକୀ ପଣକୁ ସେହି ଅଟଇଟି ଟାଣ। ଗୃହସ୍ଥା ଧର୍ମକୁ ଧରି ସେ ଦିନକୁ କାଟଇ, ଗୋଡ଼ାହର ଶ୍ରୀପୁରରେ ସୁବାସ ବଙ୍ଗାଳୀ ରହି। ମହାପୁରୁଷ କହିଲେ ଯେ ମନୁ ପାଣ୍ଡେ ରହିଛି କଟିକଟା ଠାରେ, ପଶ୍ଚିମ ଖଣ୍ଡ ଭୋଳ ଅସୁରେଶ୍ୱର, ବାଲିଆପଡ଼ା ଠାରେ ମାଧିଆ ବେହେରା ବି ଅଛି, ତାନ୍ତ୍ରିକ ଭକ୍ତ ସିଏ। ଠୁଳ ପଣ୍ଡା ନେନ୍ଦରା ବାଉଁଶ ବେଦୀ ନିକଟରେ ବାଲିକୁଦା ଶମ୍ଭୁ ସାହୁ ଭକ୍ତ ବି ଅଛି। ଦୁଇ ଗୋଟି ପତ୍ନୀ ତାର, ବିବେକ ପଣକୁ ସେ ଭାରି ଟାଣ, ଗୃହସ୍ଥା ଧର୍ମକୁ ସେ ରହି କାଟୁଛି, କିନ୍ତୁ ସେ ଜଣେ ଭକ୍ତ। ଏଣୁ କେତେ ରାମ କହିବି, ମୋ ଭକ୍ତଙ୍କ ସଂଖ୍ୟା ମୁଁ କେତେ କହିବି। ନାରଣ ସ୍ୱାଇଁ ରହିଛି ତାଳଗାଁ ଠାରେ, ଆବର ଅନେକ ଭକ୍ତ ଅଛନ୍ତି ନିକରେ। ସୁରେନ୍ଦ୍ର ବେହେରା ମଲ୍ଲି କାରବେଇପୁର, ବେଗୁନିଆ ଭଗବାନ ସେ ଠକ ଭକ୍ତ ମୋର।
ନାରାୟଣ ସ୍ୱାଇଁ ରହିଛି ତଳ ଗାଁରେ। ଆମର ଅନେକ ଭକ୍ତ ଅଛନ୍ତି। ସୁରେନ୍ଦ୍ର ବେହେରା ମଲ୍ଲିକାପୁରରେ ଅଛି। ବେଗୁନିଆରେ ଭଗବାନ ବୋଲି ନାଁ ଅଛି। ଭାରି ଠକ ସିଏ, ଠକ ଭକ୍ତ ସିଏ ମୋର। ନାମ ବିକି ପେଟ ପୋଷେ କର୍ମ ନାହିଁ ତାର, ଅତୀବ କୃପଣ ଅଟେ ସ୍ୱାର୍ଥ ସ୍ନେହୀ ମୋର। ସେ ନାଁକୁ ବିକୁଛି, ମୋ ନାଁକୁ ବିକି ପଇସା ରୋଜଗାର କରୁଛି, କିନ୍ତୁ କର୍ମ ନାହିଁ, ଅତୀବ କୃପଣ, ଟଙ୍କା ଟିକେ ଖାଉଦ ବୋଲି ସ୍ୱାର୍ଥ ଭାଇ ତାର। ବାରଣ ବେଳରେ ସେହି ସଂହାର ହୋଇବ, ଉଦେବଟ ଠାରେ ସେହି ନିନ୍ଦାଟି ପାଇବ। ଅନୁସୟା ଭକ୍ତ ମୋର କୋଉଠି ଅଛି ନା ସେବା ଖରାବାଦ, ଅଚ୍ୟୁତି ସ୍ୱାଇଁ ଭକତ ଅଟେ ପୁଣି ବଡ଼। ଅନୁସୟା ଭକ୍ତ ମୋର ବାଖ୍ରାବାଦ ଅଛି। ଅଚ୍ୟୁତି ସ୍ୱାଇଁ ଭକ୍ତ ମଧ୍ୟ ମୋର ଅଛି। ଏଣୁ ଗୋପାଳଜୀଉ ମନ୍ଦିର ଅଧିକାରୀ ସେହି, ବହୁ କୁଟୁମ୍ବରେ ଅଛି ଚିହ୍ନାଟି ନ ଦେଇ। ଆନନ୍ଦପୁରରେ ଭକ୍ତ କେନ୍ଦୁଝର ଗନ, ବୈକୁଣ୍ଠ ଭକ୍ତ ଅଛି ଭକତରେ ବଡ଼। ହରିବୋଲ। ଶିଶୁ ଅନନ୍ତ ନାମ ଯେ ଭୁବନେଶ୍ୱରର, ନୂଆପଲ୍ଲୀ ଗ୍ରାମେ ବାସ ଅଟଇ ତାହାର। ବୈକୁଣ୍ଠ ଭକ୍ତ ଅଛି ଶିଶୁଅନ୍ତ ନାମ, ତା ନା ଶିଶୁଅନ୍ତ। କୋଉଠି ଅଛି ନା ଭୁବନେଶ୍ୱର ନୂଆପଲ୍ଲୀ ଠାରେ। କେତେ ବା କହିବି ରାମ ମୁଁ ଭକ୍ତ କାହାଣୀ, ଶ୍ରୀନିରାକାର ଆଜ୍ଞାରୁ ବଟ ପୁଟେ ପୁଣି। ଗୁରୁଚରଣ ଦାସ ଯେ ରେଞ୍ଜର ଶାସନ, ସାକ୍ଷୀ ଗୋପାଳ ଅଟଇ ତାର ଗ୍ରାମ ନାମ। ଚନ୍ଦନପୁରରେ ଅଛି ବାସୁ ନାମ ବହି, ଚଉଛକି ଲୀଳା ହେବ ତୋତେ କହିଲି ବୁଝାଇ। ରାମରେ ନୂଆପଲ୍ଲୀ ଗ୍ରାମରେ ତାର ଘର। ତେଣୁ ସିଏ ଶିଶୁଅନ୍ତ ନାମରେ ଅଛି। ଶ୍ରୀ ନାୟକର ଆଜ୍ଞାରୁ ବଟ ପୁଟେ ପୁଣି ଜଗିଛି। ଗୁରୁଚରଣ ଦାସ ସେ ରେଞ୍ଜର ଶାସନ, ସାକ୍ଷୀ ଗୋପାଳ ତା ଘର। ଚନ୍ଦନପୁରରେ ବାସୁ ନାମ ବୋଲି ଗୋଟେ ଭକ୍ତ ଅଛି ମୋର। ଚଉଛକି ଲୀଳା ହେବ, ସେ ଲୀଳାରେ ସାମିଲ ହେବ। ଆବର ଲାଗିବ ଗୋଳ ଝିଙ୍କର ଡିହକୁ, ମାଲପୋଡ଼ା ବହୁ ଅଛି ବାରଣ ବେଳକୁ। ଗଙ୍ଗାଧର ଦାସ ଅଛି ରାହାମା ପଡ଼ିଆ, ଦେବୀ ସାଧନା ତାହାର ରହେ ଏକୁଟିଆ। ସେଇଠୁ ଲୀଳା ଲାଗିବ। ଆଉ ଗୋଟେ ଭକ୍ତ ମୋର ଅଛି ରାହାମାରେ, ତା ନାଁ ଗଙ୍ଗାଧର। ଦେବୀ ସାଧନା ତାର ଏକୁଟିଆ ସେ କରେ। ଆଉ କ'ଣ କରୁଛନ୍ତି? ଆଉ କେଉଁଠି କେଉଁ ଭକ୍ତ ଅଛନ୍ତି? ମହାପୁରୁଷ ତ ଅନେକ କଥା କହୁଛନ୍ତି ନା। ଏଣୁ କନ୍ଦମୂଳ ପଡ଼ିଆରେ ଗୋଳ ଯେ ଚହଳ, ସୁନାଡିଆ ନଟବର ଭକ୍ତ ଯେ ପାଗଳ। ଗୋବର୍ଦ୍ଧନ ପଣ୍ଡା ଅଛି ମଧୁବନ ଠାର, ଠାକୁର ପୋଡ଼ାରେ ଗିରି ଧାରି ଖଣ୍ଡୁଆଳ। ଭକତ ପଣରେ ସେହି ରାମରେ ଅଟଇ ଗରିଷ୍ଠ, ନାଗାନ୍ତ ଭକତ ସେହି ଅଟଇ ଗରିଷ୍ଠ। ମହାପୁରୁଷ କହିଲେ କନ୍ଦମୂଳ ପଡ଼ିଆରେ ଗୋଳଚଳ ହେବ, ସୁନାଡିଆ ନଟବର ଭକ୍ତ ମୋର ଅଛି, ସେ ପାଗଳ। ଗୋବର୍ଦ୍ଧନ ପଣ୍ଡା ଅଛି ମଧୁବନ ଠାରେ, ଆଉ ଠାକୁର ପଡ଼ାରେ ଗିରିଧାରୀ ଖଣ୍ଡୁଆଳ ବି ଅଛି, ଭକ୍ତ ପୁଣ ସେ ମୋର ଗରିଷ୍ଠ, ନାଗାନ୍ତ ଭକ୍ତ ସେ। ଗୋବିନ୍ଦ ଓଝା ଭକତ ମାଲପୋଡ଼ା ଠାର, ଅନ୍ଧୁରୀ ଭକତ ନାମ ଓଟଇ ଶଙ୍କର। କେନ୍ଦୁ ପାଟଣା ନିକଟ ଖଣ୍ଡାଗାଁ ଠାର, ନରେନ୍ଦ୍ର ବାରିକ ଭକ୍ତ ଅଟଇ ମୋହର। ନିଷ୍କାମ ଭକତ ଅଟେ ନ ଚିହ୍ନନ୍ତି କେହି, ବାଇଆ ବାତୁଳା ହୁଏ ବହୁ ଧୋକା ଖାଇ। କହିଲେ ଗୋବିନ୍ଦ ଓଝା ମାଲପଡ଼ାରେ ଅଛି, ଅନ୍ଧୁରୀ ଭକ୍ତ ନାମ ଅଟେ ଶଙ୍କର। କେନ୍ଦୁ ପାଟଣା ଠାରେ ଖଣ୍ଡ ଗାଁ ଠାରେ ନରେନ୍ଦ୍ର ବାରିକ ଭକ୍ତ ଅଛି ମୋର, ନିଷ୍କାମ ଭକ୍ତ ସେ, ତାକୁ କେହି ଚିହ୍ନି ପାରୁନାହାନ୍ତି। ବାଇଆ ବାତୁଳ ସେ ବୋଲୁଛି ବହୁତ ଧକ୍କା ଖାଇଲାଣି। ନିକଟରେ ଭକ୍ତ ମେଳ ରାମରେ ହୋଇବରେ ବାବୁ, ଭକତ ଠିକଣା ମାନ କହିଦେଲି ସବୁ। ଶାରଦା ଭକତ ପୁଣି ମଣ୍ଡଳ ଭକ୍ତ ଅନେକ ଅଛନ୍ତି, କେତେ ବା କହିବି ରାମ ଡର ଯେ ଲାଗୁଛି। ଘୋର କଳି ଯୁଗକୁ ଯେ ମାଡ଼ୁଅଛି ଡର, ଶୁଣ ରାମଚନ୍ଦ୍ର କହେ ଅଚ୍ୟୁତି ପାମର। କେତେ ଭକ୍ତ ମୁଁ କହିବି, ଶୁଣ ରାମ ମୋତେ ଡର ଲାଗୁଛି।
ଆଉ କେତେ କହିବି, ଯାହା ରହିଲା ଆଉ ଆସନ୍ତାକାଲି ଆପଣ ନିକଟରେ ଆଲୋଚନା କରିବା। ଏବେ ତ ସମୟ ଆଖିଠାର ମାଇଲାଣି, ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ। ବିଦାୟ ଦିଅନ୍ତୁ ଭାଇ, ମନେ ପକାଉଥିବଟି, ବିଦାୟ ଦିଅନ୍ତୁ ଭାଇ, କଳିଯୁଗ ଏକା ସାର, କଳିଯୁଗ ଏକା ସାର, ହରିବୋଲ ଏକା ହରି ନାମ ଗୋଟି, ବିଦାୟ ଦିଅନ୍ତୁ ଭାଇ। ହରି ଓಂ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟେ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାଂ କଶ୍ଚିତ୍ ଦୁଃଖ ବା ଭବେତଂ। ଶାନ୍ତି ଶାନ୍ତି ଶାନ୍ତି। ଜୟ ମା ପୁରୁଷୋତ୍ତମ ଜି କି ଜୟ।